ଗୁଡ୍ ମର୍ଣ୍ଣିଂ। ଶୁଭ ସକାଳ ପିଲାମାନେ, କେମିତି ଅଛ? ଆଶା କରେ ତମେମାନେ ବହୁତ ଭଲରେ ଥିବ। ପ୍ରତ୍ୟେକ ଦିନ ପାଠ ପଢ଼ୁଥିବ, ବିଦ୍ୟାଳୟକୁ ଯାଉଥିବ ଏବଂ ମୋର ଭିଡ଼ିଓ ଗୁଡ଼ିକ ସବୁଦିନ ଦେଖୁଥିବ। ଯେଉଁମାନେ ପ୍ରଥମ ଥର ପାଇଁ ମୋର ଏହି ଭିଡ଼ିଓଟିକୁ ଦେଖୁଅଛ, ଚ୍ୟାନେଲଟିକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦେବ। ତ ଚାଲ ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। ପୃଥିବୀ ପୃଷ୍ଠର ଅଧିକାଂଶ ଅଞ୍ଚଳ ଜଳରେ ପରିପୂର୍ଣ୍ଣ। ଅତି କମ୍ ପରିମାଣରେ ମଧୁର ଜଳକୁ ଛାଡ଼ିଦେଲେ ଅନ୍ୟ ସବୁ ଜଳ ଲୁଣିଆ ଅଟେ। ଏହି ଲୁଣିଆ ଜଳ ସାଗର ଓ ମହାସାଗରରେ ରହିଥାଏ। ସମସ୍ତ ଜୀବଜନ୍ତୁ, ମନୁଷ୍ୟ, ପଶୁ, ପକ୍ଷୀ ଏବଂ ଉଦ୍ଭିଦମାନେ ଜୀବନ ଧାରଣ କରିବା ପାଇଁ ମଧୁର ଜଳ ଉପରେ ନିର୍ଭର କରିଥାନ୍ତି। ପାନୀୟ, କୃଷି କାର୍ଯ୍ୟ ଏବଂ ଦୈନନ୍ଦିନ ଜୀବନରେ କାର୍ଯ୍ୟ ନିର୍ବାହ କରିବା ପାଇଁ ଜଳ ଅତ୍ୟନ୍ତ ଆବଶ୍ୟକ। ଅନେକ ଉଦ୍ଭିଦ ଏବଂ ପ୍ରାଣୀ ମଧୁର ଜଳରେ ବସବାସ କରନ୍ତି। ଜଳ ବିନା ଜୀବନ ସମ୍ଭବପର ନୁହେଁ। ଯଦି ପୃଥିବୀର ସମସ୍ତ ଜଳ ଗୋଟିଏ ଗ୍ଲାସର ଜଳ ହୁଏ, ତେବେ ମଧୁର ଜଳର ପରିମାଣ କେବଳ 1 ଚାମଚ ଜଳ ହେବ। ଜଳ ନଦୀରେ, ହ୍ରଦରେ, ସାଗରରେ, ମହାସାଗରରେ, ବର୍ଷାରେ, ବରଫ ଆକାଶରେ ଓ ଭୂମି ତଳେ ରହିଥାଏ। ତୁମେ କ'ଣ ଭାବୁଛ ଯେ ସମୁଦ୍ରରେ ଥିବା ଜଳକୁ ଆମେ ପିଇପାରିବା? ନା, ସମୁଦ୍ରରେ ଥିବା ଜଳକୁ ଆମେ ପିଇପାରିବା ନାହିଁ, କାରଣ ଏହି ଜଳ ଲୁଣିଆ ଅଟେ। ଅତ୍ୟଧିକ ଲୁଣ ଯୋଗୁଁ ଏହା ପିଇବା ପାଇଁ ଅନୁପଯୁକ୍ତ। 2 ନମ୍ବର, ସମୁଦ୍ର ଜଳକୁ କେଉଁ କେଉଁ କାମରେ ବ୍ୟବହାର କରାଯାଇପାରିବ? ସମୁଦ୍ର ଜଳକୁ ଆମେ ନିମ୍ନଲିଖିତ କାମରେ ବ୍ୟବହାର କରିପାରିବା, ଯଥା ଲୁଣ ଉତ୍ପାଦନ କରିବା, ଜଳପଥରେ ଯାତାୟାତ ପାଇଁ ବ୍ୟବହାର କରିବା, ମାଛ ଧରିବା ଓ ଅନ୍ୟାନ୍ୟ ସାମୁଦ୍ରିକ ଖାଦ୍ୟ ସଂଗ୍ରହ କରିବା, ଶକ୍ତି ଉତ୍ପାଦନ କରିବା। ତୁମେ ଜାଣିଛ କି ଗୁଜରାଟର ଲୁଣିଆ ଅଞ୍ଚଳଗୁଡ଼ିକ ଏକ ବିସ୍ତୃତ ସମତଳ ଭୂମି ଯେଉଁଠାରେ ସମୁଦ୍ର ଜଳକୁ ଶୁଖାଯାଇ ଲୁଣ ସଂଗ୍ରହ କରାଯାଏ। ଏହା ଭାରତର ସବୁଠାରୁ ବୃହତ୍ ଲୁଣ ଉତ୍ପାଦନକାରୀ ଅଞ୍ଚଳ ମଧ୍ୟରୁ ଗୋଟିଏ। ଆମ ରାଜ୍ୟ ଓଡ଼ିଶାର ବ୍ରହ୍ମପୁର ଜିଲ୍ଲା ହୁମ୍ମାଠାରେ ମଧ୍ୟ ଲୁଣ ସଂଗ୍ରହ କରାଯାଉଛି। କାର୍ଯ୍ୟ 1, ଆମେ କେଉଁଠାରୁ ମଧୁର ଜଳ ପାଇପାରିବା? ନିମ୍ନରେ ଦିଆଯାଇଥିବା ଚିତ୍ରଗୁଡ଼ିକରୁ ବିଭିନ୍ନ ମଧୁର ଜଳ ଉତ୍ସଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକର ନାମ ଲେଖ। ଆମେ ନଦୀ, କୂଅ, ବର୍ଷା, ପୋଖରୀ, ହ୍ରଦ, ହିମବାହ, ଭୂତଳ ଜଳରୁ ମଧୁର ଜଳ ପାଇପାରିବା। କାର୍ଯ୍ୟ 2, ଗୋଟିଏ ଷ୍ଟିଲ୍ ଗ୍ଲାସ୍ ନିଅ। ସେଥିରେ କେତୋଟି ବରଫ ଖଣ୍ଡ ପକାଅ। ଗ୍ଲାସ୍ର ବାହାର ପାଖରେ ସୃଷ୍ଟି ହେଉଥିବା ଛୋଟ ଛୋଟ ଜଳ ବିନ୍ଦୁଗୁଡ଼ିକୁ ଦେଖ। କ. ଏହି ଜଳ ବିନ୍ଦୁଗୁଡ଼ିକ କେଉଁଠାରୁ ଆସିଲା? ଗ୍ଲାସ୍ରେ ବରଫ ଖଣ୍ଡ ଥିବା ଯୋଗୁଁ ଗ୍ଲାସ୍ର ବାହାର ପାଖ ଅତ୍ୟଧିକ ଥଣ୍ଡା ହୋଇଯାଏ। ଫଳରେ ବାୟୁରେ ଥିବା ଜଳୀୟ ବାଷ୍ପ ଅତ୍ୟଧିକ ଥଣ୍ଡା ହେଲେ ଜଳକଣା ଆକାରରେ ଗ୍ଲାସ୍ ଚାରିପାଖରେ ଜମି ରହେ। ଖ. କିଛି ସମୟ ପାଇଁ ଗ୍ଲାସ୍ରେ ରହିବା ପରେ ବରଫ ଖଣ୍ଡଗୁଡ଼ିକର କି ପରିବର୍ତ୍ତନ ହେଲା? କିଛି ସମୟ ବରଫ ଖଣ୍ଡଗୁଡ଼ିକ ଗ୍ଲାସ୍ରେ ରହିବା ପରେ ଏହା ତରଳି ଜଳରେ ପରିଣତ ହୋଇଥାଏ, କାରଣ ଏହା ବାୟୁମଣ୍ଡଳରୁ ତାପ ଗ୍ରହଣ କରି କଠିନରୁ ତରଳରେ ପରିଣତ ହୋଇଥାଏ। ଗ. ଯଦି ଆମେ
ଜଳକୁ ଗରମ କରିବା ତେବେ କ'ଣ ହେବ? ଯଦି ଆମେ ଜଳକୁ ଗରମ କରିବା ଏହା ବାଷ୍ପରେ ପରିଣତ ହୋଇଥାଏ। ତରଳ ପଦାର୍ଥକୁ ଗରମ କଲେ ତାହା ବାଷ୍ପରେ ପରିଣତ ହୋଇଥାଏ। ଉପରୋକ୍ତ କାର୍ଯ୍ୟରେ ତୁମେ ଜଳର କେଉଁ ଅବସ୍ଥା ଦେଖୁଛ? ଉପରୋକ୍ତ କାର୍ଯ୍ୟରେ ଆମେ ଜଳର ତିନୋଟି ଅବସ୍ଥା ଯଥା କଠିନ ଅବସ୍ଥା ବରଫ, ତରଳ ଅବସ୍ଥା ଜଳ ଓ ଗ୍ୟାସୀୟ ଅବସ୍ଥା ଜଳୀୟ ବାଷ୍ପ ଦେଖୁଛୁ। ପରିବର୍ତ୍ତନ ଗୁଡ଼ିକୁ ଲକ୍ଷ୍ୟ କର। କାର୍ଯ୍ୟ ବରଫ ତରଳିବା। ମୁଁ ଦେଖୁଛି ଗ୍ଲାସରେ ଥିବା ବରଫ ଖଣ୍ଡ ବାୟୁମଣ୍ଡଳରୁ ତାପ ସଂଗ୍ରହ କରି ଜଳରେ ପରିଣତ ହେଲା। ଜଳ ଫୁଟିବା। ଯେତେବେଳେ ଜଳ ଗରମ ହେଲା ତାହା ଜଳୀୟ ବାଷ୍ପରେ ପରିଣତ ହେଲା। ଫଳରେ ଗ୍ଲାସରେ ଜଳ ପରିମାଣ କମିଗଲା। 3 ଦିନ ଧରି ସୂର୍ଯ୍ୟ କିରଣରେ ଥିବା ଜଳ। ଖୋଲା ପାତ୍ରରେ ଥିବା ଜଳ ସୂର୍ଯ୍ୟ କିରଣର ତାପ ଯୋଗୁଁ ଧୀରେ ଧୀରେ ଜଳୀୟ ବାଷ୍ପରେ ପରିଣତ ହୋଇଗଲା। ଫଳରେ ଗ୍ଲାସରେ ପାଣିର ପରିମାଣ କମିଗଲା। କାର୍ଯ୍ୟ 3। ଗୋଟିଏ ସ୍ୱଚ୍ଛ ଥଳି ନିଅ। ଚିତ୍ରରେ ଦେଖାଯାଇଥିବା ପରି ଗୋଟିଏ ମାର୍କରରେ ସୂର୍ଯ୍ୟ, ମେଘ, ଗଛ ଚିତ୍ର କରି ତୀର ଚିହ୍ନ ଦିଅ। ଏହାର 1/3 ରଙ୍ଗୀନ ଜଳରେ ପୂର୍ଣ୍ଣ କର। ରଙ୍ଗ ପାଇଁ ନୀଳ, କାଳି ରଙ୍ଗକୁ ବ୍ୟବହାର କରିପାରିବ। ଜଳ ବାହାରି ନଯିବା ପାଇଁ ଥଳି ମୁହଁକୁ ଭଲ ଭାବେ ବନ୍ଦ କର। ଏହାକୁ ସୂର୍ଯ୍ୟ କିରଣରେ ରଖ। କିଛି ଘଣ୍ଟା ପରେ ଥଳି ଭିତରେ ହେଉଥିବା ପରିବର୍ତ୍ତନ ଗୁଡ଼ିକୁ ଲକ୍ଷ୍ୟ କର। ମୁଁ ଦେଖେ ଜଳ ଗରମ ହୁଏ। ମୁଁ ଚକିତ ହୁଏ ଜଳ କିପରି ଗରମ ହୁଏ। ଏହାର କାରଣ ସୂର୍ଯ୍ୟ କିରଣ। ଥଳି ଭିତରେ ଜଳ ବୁନ୍ଦା ସୃଷ୍ଟି ହେଲା। ଥଳି ଭିତରେ ଜଳ ବୁନ୍ଦା କାହିଁକି ସୃଷ୍ଟି ହେଲା? ସୂର୍ଯ୍ୟଙ୍କ ତାପ ଯୋଗୁଁ ଥଳି ଭିତରେ ଥିବା ଜଳ ଗରମ ହୋଇ ଜଳୀୟ ବାଷ୍ପରେ ପରିଣତ ହେଲା ଓ ଏହା ଥଣ୍ଡା ହୋଇ ଜଳ ବୁନ୍ଦାରେ ପରିଣତ ହେଲା। ଜଳ ବୁନ୍ଦା ଗୁଡ଼ିକ ତଳକୁ ଖସି ପଡ଼ିଲା। ଜଳ ବୁନ୍ଦା ଗୁଡ଼ିକ କାହିଁକି ତଳକୁ ଖସି ପଡ଼ିଲା? ଜଳ ବୁନ୍ଦା ଗୁଡ଼ିକ ଆକାରରେ ବଡ଼ ହୋଇ ଓଜନିଆ ହେବାରୁ ତଳକୁ ଖସି ପଡ଼ିଲା। ସେହିପରି ପ୍ରକୃତିର ବିଭିନ୍ନ ଉତ୍ସ ଯଥା ସମୁଦ୍ର, ନଦୀ ଇତ୍ୟାଦିର ଜଳକୁ ସୂର୍ଯ୍ୟତାପ ଜଳୀୟ ବାଷ୍ପରେ ପରିଣତ କରେ। ଜଳୀୟ ବାଷ୍ପ ମେଘ ସୃଷ୍ଟି କରେ ଯାହା ବର୍ଷା, ତୁଷାର ଓ କୁଆପଥର ଭାବରେ ତଳକୁ ଆସେ। ଏହି ଜଳ ପୁଣି ନଦୀ, ହ୍ରଦ ଏବଂ ସମୁଦ୍ରକୁ ଫେରିଯାଏ। ପ୍ରକୃତିରେ ଜଳର ଏହି ନିରନ୍ତର ବୃତ୍ତାକାର ଗତିକୁ ଜଳଚକ୍ର କୁହାଯାଏ। ଆସ ଜାଣିବା ଯେତେବେଳେ ବର୍ଷା ଜଳ ତଳକୁ ଆସିଯାଏ ସେତେବେଳେ କ'ଣ ହୁଏ? ବର୍ଷା ହେଲେ କିଛି ଜଳ ମାଟିରେ ଭେଦିଯାଏ। ଏହି ଜଳ ମାଟି ଓ ପଥର ସ୍ତର ଦେଇ ଭିତରକୁ ଚାଲିଯାଏ। ଗଭୀର ଭୂତଳରେ ଯେଉଁ ଜଳ ଜମା ହୁଏ ତାକୁ ଭୂତଳ ଜଳ କୁହାଯାଏ। ଆମେ ଆମର ବ୍ୟବହାର ପାଇଁ କୂପ, ନଳକୂପ କିମ୍ବା ବୋରୱେଲ୍ ଖୋଳି ଏହି ଭୂତଳ ଜଳକୁ ପାଇଥାଉ। କାର୍ଯ୍ୟ 4। ଗୋଟିଏ ସ୍ୱଚ୍ଛ ଗ୍ଲାସ୍ ନିଅ। ଏହାର ଅଧା ପର୍ଯ୍ୟନ୍ତ ମାଟି ଭର୍ତ୍ତି କର। ଚାମଚରେ ଧୀରେ ଧୀରେ ଜଳ ଢାଳ। କ'ଣ ଘଟୁଛି ଦେଖ। ଯେତେବେଳେ ଆମେ ମାଟିରେ ଜଳ ଢାଳିବା ସେଥିରୁ କିଛି ଅଂଶ ମାଟିରେ ଭେଦିଯାଇ ମାଟି ଓଦା ହୋଇଯିବ। ମାଟିର ଛିଦ୍ର ଗୁଡ଼ିକ ଜଳପୂର୍ଣ୍ଣ ହୋଇଗଲା ପରେ ବଳକା ଜଳ ଥିଲେ ତାହା ମାଟି ଉପରେ ଜମି ରହିବ। କାର୍ଯ୍ୟ 5।
ଭୂତଳ ଜଳ ପୂର୍ଣ୍ଣ ଭରଣା କରିବାରେ ଯେଉଁ ଚିତ୍ର ସାହାଯ୍ୟ କରିବ ବୋଲି ଭାବୁଛ ଠିକ୍ ଚିହ୍ନ ଦେଇ ସୂଚିତ କର। ଭୂତଳ ଜଳ ପୂର୍ଣ୍ଣ ଭରଣା କରିବାରେ ସବୁଜ ଘାସ ଥିବା ବଗିଚା ସାହାଯ୍ୟ କରିବ ବୋଲି ମୁଁ ଭାବୁଛି। ସହରର ସିମେଣ୍ଟ କରାଯାଇଥିବା ସ୍ଥାନଗୁଡ଼ିକରେ ବର୍ଷା ଜଳ ସହଜରେ ମାଟି ଭିତରକୁ ଯାଇପାରେ ନାହିଁ, ଯାହା ଭୂତଳ ଜଳ ପୂର୍ଣ୍ଣ ଭରଣା ହେବାରେ ବାଧା ସୃଷ୍ଟି କରେ। ତୁମେ ଜାଣିଛ କି ଖୋଲା ସ୍ଥାନମାନଙ୍କରେ ଜଳ ସହଜରେ ମାଟି ଭିତରକୁ ପ୍ରବେଶ କରିଥାଏ। ସକପିଟ୍ ପୋଖରୀ, ମଣିଷକୃତ ହ୍ରଦ ଏବଂ ଅଧିକ ବୃକ୍ଷରୋପଣ ବର୍ଷା ଜଳକୁ ଭୂମି ତଳେ ପୁନର୍ବାର ଭରଣା ହେବାରେ ସାହାଯ୍ୟ କରେ। ଭୂପୃଷ୍ଠ ଜଳ। ଭୂତଳ ଜଳ ପରି ନଦୀ, ପୋଖରୀ, ହ୍ରଦ ଇତ୍ୟାଦି ମଧୁର ଜଳର ପ୍ରାକୃତିକ ଉତ୍ସ। ତୁମେ କେବେ ଭାବିଛ କି ନଦୀ କିପରି ପ୍ରବାହିତ ହୁଏ? ଗୋଟିଏ ନଦୀ ସାଧାରଣତଃ ପର୍ବତ ଉପରୁ ବାହାରି ସମତଳ ଭୂମିରେ ପ୍ରବାହିତ ହୁଏ। ଆସ ଗୋଟିଏ କାର୍ଯ୍ୟ ମାଧ୍ୟମରେ ଏହାକୁ ବୁଝିବା। କାର୍ଯ୍ୟ 6। ଆବଶ୍ୟକ ସାମଗ୍ରୀ: ପୁରୁଣା ଖବରକାଗଜ, ସୋରିଷ ମଞ୍ଜି କିମ୍ବା ଅନ୍ୟ କୌଣସି ଛୋଟ ମଞ୍ଜି। ପ୍ରଣାଳୀ: ଖବରକାଗଜ ଖଣ୍ଡେ ନେଇ ଏହାକୁ ହାତରେ ମୋଚା କରିଦିଅ। ଆଉ ଖଣ୍ଡେ ଖବରକାଗଜ ନେଇ ଏହି ମୋଚା କଚା କାଗଜ ଉପରେ ରଖ। କାଗଜକୁ ହାତରେ ସାମାନ୍ୟ ଚାପି ଗଡ଼ାଣିଆ କର। ଏବେ ଧୀରେ ଧୀରେ ସୋରିଷ ମଞ୍ଜିକୁ ଗଡ଼ାଣିର ଉପର ମୁଣ୍ଡରୁ ଢାଳ। ମଞ୍ଜିଗୁଡ଼ିକର ଗତିବିଧିକୁ ଲକ୍ଷ୍ୟ କର। 1 ନମ୍ବର, ସୋରିଷ ମଞ୍ଜିଗୁଡ଼ିକର ଗତିପଥ କିପରି ଥିଲା? ସୋରିଷ ମଞ୍ଜିଗୁଡ଼ିକ ଉଚ୍ଚ ଜାଗାରୁ ନିମ୍ନ ଗଡ଼ାଣିଆ ସ୍ଥାନ ଆଡ଼କୁ ଗଡ଼ି ଆସିବ, ଯେଉଁପରି ନଦୀର ଜଳ ଭୂମିର ଗଡ଼ାଣିଆ ଅଞ୍ଚଳକୁ ଗତି କରିଥାଏ। 2 ନମ୍ବର, ସେଗୁଡ଼ିକ ସିଧା ସିଧା ଗଡ଼ୁଛନ୍ତି ନା ଭିନ୍ନ ଭିନ୍ନ ଦିଗରେ ବିଚ୍ଛୁରିତ ହୋଇଛନ୍ତି? ସୋରିଷ ମଞ୍ଜିଗୁଡ଼ିକ ସିଧା ସିଧା ଗଡ଼ିବେ ନାହିଁ। ସେଗୁଡ଼ିକ ଭିନ୍ନ ଭିନ୍ନ ବିଚ୍ଛୁରିତ ହୋଇ ଗତି କରିବେ, ଯେଉଁପରି ଭାବରେ ନଦୀର ଜଳ ଭୂମିର ଉଚ୍ଚ ନୀଚ ଅବସ୍ଥିତି ଅନୁସରି ଗତି କରିଥାଏ। 3 ନମ୍ବର, କିଛି କିଛି ସ୍ଥାନରେ ସେଗୁଡ଼ିକ ଏକାଠି ହେଉଛନ୍ତି କି? ନଦୀ, ହ୍ରଦ ଇତ୍ୟାଦିରେ ଜଳ ଏକାଠି ହେବା ପରି ସେଗୁଡ଼ିକ ଏକାଠି ହେଉଛନ୍ତି କି? ହଁ, ସୋରିଷ ମଞ୍ଜିଗୁଡ଼ିକ ଖବରକାଗଜର ଖାଲୁଆ ଅଂଶରେ ବା ସର୍ବନିମ୍ନ ସ୍ଥାନରେ ଏକାଠି ହେଉଛନ୍ତି, ଯେପରି ନଦୀ ଓ ହ୍ରଦ ଇତ୍ୟାଦିର ଜଳ ଖାଲୁଆ ସ୍ଥାନରେ ଏକାଠି ହୋଇଥାନ୍ତି। କାର୍ଯ୍ୟ 6 ଆଧାରରେ କେତେକ ନଦୀ କିପରି ଆରବ ସାଗର ଆଡ଼କୁ ଓ କେତେକ ନଦୀ ବଙ୍ଗୋପସାଗର ଆଡ଼କୁ ପ୍ରବାହିତ ହୁଏ ତାହା ଆଲୋଚନା କର। ନଦୀର ଜଳ ସର୍ବଦା ଉଚ୍ଚଭୂମିରୁ ଗଡ଼ାଣିଆ ଭୂମି ଆଡ଼କୁ ପ୍ରବାହିତ ହୋଇଥାଏ, ଯେପରି ସୋରିଷ ମଞ୍ଜି ଗଡ଼ାଣିଆ ସ୍ଥାନ ଆଡ଼କୁ ଗଡ଼ିଥାଏ। ଓଡ଼ିଶାର ନଦୀଗୁଡ଼ିକ ସାଧାରଣତଃ ପଶ୍ଚିମସ୍ଥ ଉଚ୍ଚଭୂମି ଅଞ୍ଚଳରୁ ବାହାରି ପୂର୍ବ ଦିଗରେ ଗଡ଼ାଣିଆ ଅଞ୍ଚଳରେ ପ୍ରବାହିତ ହୋଇ ବଙ୍ଗୋପସାଗରରେ ପଡ଼ିଥାଏ। ତୁମେ ଜାଣିଛ କି ରାଜସ୍ଥାନର ଆରାବଳୀ ପର୍ବତମାଳାରୁ ଉତ୍ପନ୍ନ ହୋଇଥିବା ଲୁଣି ନଦୀ ଏକମାତ୍ର ଭାରତର ପ୍ରମୁଖ ନଦୀ ଯାହା ସମୁଦ୍ରରେ ମିଶିନାହିଁ, ବରଂ ଏହା ଗୁଜରାଟର କଚ୍ଛର ରନ୍ନରେ ଥିବା ସନ୍ତସନ୍ତିଆ ଭୂମିରେ ମିଶିଯାଇଛି। କାର୍ଯ୍ୟ 7। ନଦୀର ପ୍ରବାହକୁ ଲକ୍ଷ୍ୟ କର। ମାନଚିତ୍ରରେ ନଦୀଗୁଡ଼ିକ ବିଭିନ୍ନ ଦିଗରେ ପ୍ରବାହିତ ହେଉଥିବାର ତୁମେ ଦେଖିପାରିବ। କେତେକ ନଦୀ ବଙ୍ଗୋପସାଗର ଏବଂ ଆଉ କେତେକ ନଦୀ ଆରବ ସାଗର ଆଡ଼କୁ ପ୍ରବାହିତ ହେଉଅଛି। ସାରଣୀ ପୂରଣ କର। ନଦୀର ନାମ
ଗୋଦାବରୀ ବଙ୍ଗୋପସାଗର ଆଡ଼କୁ ଗତି କରେ। ନର୍ମଦା ଆରବ ସାଗର ଆଡ଼କୁ ଗତି କରେ। ଗଙ୍ଗା ବଙ୍ଗୋପସାଗର ଆଡ଼କୁ ଗତି କରେ। ମହାନଦୀ ବଙ୍ଗୋପସାଗର ଆଡ଼କୁ ଗତି କରେ। କୃଷ୍ଣା ବଙ୍ଗୋପସାଗର ଆଡ଼କୁ ଗତି କରେ। ତାପ୍ତି ଆରବ ସାଗର ଆଡ଼କୁ ଗତି କରେ। ଜଳରେ ଜୀବନ। ଗୁଡୁ ଦେଖିଲା ଯେ ବିଦ୍ୟାଳୟ ପଡ଼ିଆ ପାଖରେ ଥିବା ପୋଖରୀ ବର୍ଷା ଜଳରେ ପୂର୍ଣ୍ଣ ହୋଇଯାଇଛି। ସେ ଜାତିକୁ ଡାକି କହିଲା, ଆସ ଦେଖିବ। ସେମାନେ ଛୋଟ ଛୋଟ ମାଛ ପହଁରୁଥିବାର ଏବଂ ପଦ୍ମପତ୍ର ଉପରେ ଛୋଟ ବେଙ୍ଗ ବସିଥିବାର ଦେଖିପାରିଲେ। ଜଳରେ ରହୁଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ ଏବଂ ପ୍ରାଣୀ ଦେଖିବାକୁ କେତେ ଚମତ୍କାର। ସେମାନେ ସ୍ଥଳଭାଗରେ ରହୁଥିବା ପ୍ରାଣୀମାନଙ୍କ ଠାରୁ କିପରି ଭିନ୍ନ। ସ୍ଥଳଭାଗରେ ଥିବା ପ୍ରାଣୀ ଓ ଜଳଭାଗରେ ଥିବା ପ୍ରାଣୀଙ୍କ ବୈଶିଷ୍ଟ୍ୟ ବିଷୟରେ ସାଙ୍ଗମାନଙ୍କ ସହିତ ଆଲୋଚନା କରି ନିମ୍ନରେ ଦିଆଯାଇଥିବା ସାରଣୀ ପୂରଣ କର। ସ୍ଥଳଚର ପ୍ରାଣୀ ଜଳରେ ଶ୍ୱାସକ୍ରିୟା କରିପାରିବେ ନାହିଁ। ଶ୍ୱାସକ୍ରିୟା ପାଇଁ ପାକସ୍ଥଳୀ ଥାଏ। ଉଦ୍ଭିଦ ଓ ଅନ୍ୟାନ୍ୟ ସ୍ଥଳଚର ପ୍ରାଣୀମାନଙ୍କୁ ଖାଇଥାନ୍ତି। ଶରୀରରେ ଚର୍ମ, ଚୁଟି ବା ପରର ଆବରଣ ରହିଥାଏ। ଚାଲିବା ପାଇଁ ଗୋଡ଼ କିମ୍ବା ଉଡ଼ିବା ପାଇଁ ପକ୍ଷ ବା ଡେଣା ଥାଏ। ପକ୍ଷୀମାନେ ବସା ତିଆରି କରି ସେଥିରେ ଅଣ୍ଡା ଦେଇଥାନ୍ତି। ଜଳଚର ପ୍ରାଣୀ ପହଁରିବା ପାଇଁ ପକ୍ଷ ଥାଏ। ଶ୍ୱାସକ୍ରିୟା ପାଇଁ ଗାଲି ଥାଏ। ଜଳରେ ବାସ କରୁଥିବା ଛୋଟ ଛୋଟ ଜୀବ ବା ଗଛକୁ ଖାଇଥାନ୍ତି। ଚର୍ମ ଲାଳୁଆ ବା ଚକଚକ ହୋଇଥାଏ। ଏମାନେ ଲାଞ୍ଜ ଦ୍ୱାରା ପାଣିରେ ପହଁରିଥାନ୍ତି। ପ୍ରବାଳ ପ୍ରାଚୀରରେ ଅଣ୍ଡା ଦେଇଥାନ୍ତି। ସୂଚନା ଫର୍ଦ୍ଦ କଙ୍କି କ୍ଷିପ୍ର ବେଗରେ ଉଡ଼ନ୍ତି। ଜଳାଶୟ ନିକଟରେ ଅଣ୍ଡା ଦିଅନ୍ତି ଓ ମଶାଙ୍କୁ ଖାଆନ୍ତି। ଜଳବିଛା କଙ୍କଡ଼ା ଭଳି ଚିମୁଟା ସଦୃଶ ଗୋଡ଼ ଥିବା କୀଟ। ଜଳ ଭିତରେ ରହେ ଏବଂ ଲାଞ୍ଜ ନଳୀ ଦ୍ୱାରା ଶ୍ୱାସକ୍ରିୟା କରେ। ବଗ ଲମ୍ବା ଗୋଡ଼ ଥିବା ପକ୍ଷୀ। ମାଛ ଧରିବା ପାଇଁ ସ୍ଥିର ହୋଇ ଠିଆ ହୁଅନ୍ତି। ମଧୁର ଜଳ କଇଁଛ ନରମ ଖୋଳ ଥିବା କଇଁଛ ଯାହା ପୋଖରୀ ଏବଂ ନଦୀରେ ରୁହନ୍ତି। ଜଳସାପ ଏକ ବିଷହୀନ ସାପ। ମାଛ ଏବଂ ବେଙ୍ଗ ଖାଏ। ବେଣା ଗଛ ପୋଖରୀ ହୁଡ଼ାରେ ହୁଏ। ଏହା ଲମ୍ବା ଘାସ ପରି ବଢ଼ିଥାଏ। ପଦ୍ମ ଓ କଇଁ ଫୁଲଗୁଡ଼ିକ ପାଣି ଉପରେ ଭାସେ। ମୂଳ ପୋଖରୀ ଶଯ୍ୟାରେ ରହିଥାଏ। ବିଲାତି ଦଳ ଏକ ଦ୍ରୁତ ବୃଦ୍ଧି ପାଉଥିବା ଉଦ୍ଭିଦ ଯାହା ଜଳରେ ଭାସେ ଏବଂ ବୃଦ୍ଧି ପାଏ। କାର୍ଯ୍ୟ 8 ତୁମ ଶିକ୍ଷକ କିମ୍ବା ପିତାମାତାଙ୍କ ସହିତ ପୋଖରୀ, ହ୍ରଦ କିମ୍ବା ଆକ୍ୱାରିୟମ୍ ପରି ସ୍ଥାନୀୟ ଜଳାଶୟ ପରିଦର୍ଶନ କର। ଜଳାଶୟ ଭିତରେ ଥିବା ଏବଂ ଚତୁଃପାର୍ଶ୍ୱରେ ଜୀବଜନ୍ତୁଙ୍କୁ ପର୍ଯ୍ୟବେକ୍ଷଣ କର। ତୁମ ପର୍ଯ୍ୟବେକ୍ଷଣକୁ ଆଧାର କରି ନିମ୍ନ ସାରଣୀ ପୂରଣ କର। ପଶୁପକ୍ଷୀଙ୍କ ନାମ, ପାଟି ବା ଥଣ୍ଟ, ଗୋଡ଼, ପାଦ, ପକ୍ଷ ଦ୍ୱାରା ଚଳନ ଚିତ୍ର। ମାଛ ଉପରକୁ ମୁହଁ କରିଥିବା ଗୋଲିଆ ପାଟି, ପକ୍ଷ ଚିତ୍ର। ବଗ ଲମ୍ବା ଏବଂ ମୁନିଆ ଥଣ୍ଟ, ସରୁ ଗୋଡ଼। ବତକ ସମତଳ ଓ ଚଉଡ଼ା ଥଣ୍ଟ, ପରଦାଯୁକ୍ତ ପାଦ। ବେଙ୍ଗ ଓସାରିଆ ପାଟି, ମଜବୁତ ପଛ ଗୋଡ଼। କଇଁଛ ଚଞ୍ଚୁ ଆକୃତିର ପାଟି, ପରଦାଯୁକ୍ତ ଆଗଗୋଡ଼। 2 ନମ୍ବର ପରିଦର୍ଶନ ସମୟରେ ତୁମେ ଦେଖୁଥିବା ଉଦ୍ଭିଦଗୁଡ଼ିକର ଚିତ୍ର ଆଙ୍କି ସେମାନଙ୍କର ନାମ ଓ ସ୍ଥାନୀୟ ନାମ ଲେଖ। ବିଭିନ୍ନ ପ୍ରକାର ଉଦ୍ଭିଦ ଯଥା ଜଳ ଉପରେ ଭାସେ। କଇଁ ସ୍ଥାନୀୟ ନାମ ଗୋଲାପୀ, ପାଣିଫୁଲ, କୁମୁଦିନୀ। ଜଳ ତଳେ ଥାଏ ହାଇଡ୍ରା, ବରଝାଞ୍ଜି। ମୂଳ ଜଳ ତଳେ ଥାଏ
କିନ୍ତୁ ଉଦ୍ଭିଦ ଜଳ ଉପରେ ଦେଖାଯାଏ। ପଦ୍ମ, କମଳ। କାର୍ଯ୍ୟ 9। ଗୋଟିଏ କାଗଜ ନେଇ ତା ଉପରେ ଗୋଟିଏ ବୁନ୍ଦା ଜଳ ରଖ। ଏହାକୁ ଲକ୍ଷ୍ୟ କର। କାଗଜ ଉପରେ କ୍ରେୟନ୍ ରଙ୍ଗ ଘଷି ଦିଅ। ଏବେ ଏହା ଉପରେ ଗୋଟିଏ ବୁନ୍ଦା ଜଳ ରଖ। ତୁମେ କିଛି ପରିବର୍ତ୍ତନ ଦେଖିଲ କି? ତୁମ ପର୍ଯ୍ୟବେକ୍ଷଣ ଲେଖ। ଜଳବିନ୍ଦୁ କାଗଜ ଦ୍ୱାରା ଶୋଷିତ ହେବ, ଫଳରେ କାଗଜ ଖଣ୍ଡଟି ଓଦା ହୋଇ ବିସ୍ତାରିତ ହେବ। କ୍ରେୟନ୍ ରଙ୍ଗ ଘଷା କାଗଜ ଜଳବିନ୍ଦୁକୁ ଶୋଷିତ କରିପାରିବ ନାହିଁ। ଏହା ଜଳବିନ୍ଦୁକୁ ଧରି ରଖିବ, କାରଣ ରଙ୍ଗ ମହମ ଜଳରୋଧୀ ଆବରଣ ସୃଷ୍ଟି କରିଥାଏ। ପଦ୍ମ କଇଁ ପତ୍ରରେ ଥିବା ମହମ ପରି ତେଲିଆ ଚିକ୍କଣ ଆବରଣ ସେମାନଙ୍କ ପତ୍ର ମଧ୍ୟକୁ ଅଧିକ ଜଳ ପ୍ରବେଶ କରିବାକୁ ଦେଇନଥାଏ। ଏହା ଗଛକୁ କ୍ଷତିରୁ ରକ୍ଷା କରି ସୁସ୍ଥ ରଖିବାରେ ସାହାଯ୍ୟ କରେ। ଆସ ଚିନ୍ତା କରିବା। 1 ନମ୍ବର, ସ୍ତମ୍ଭ ମିଳନ କର। ମହାସାଗର ଜଳ ପାନୀୟ ଯୋଗ୍ୟ ନୁହେଁ। ତୁଷାର ଜଳର କଠିନ ଅବସ୍ଥା। ବାଷ୍ପ ଜଳର ଗ୍ୟାସୀୟ ଅବସ୍ଥା। ବର୍ଷା ଜଳ ମଧୁର ଜଳ। 2 ନମ୍ବର, ପୃଥିବୀର ଅଧିକାଂଶ ଜଳ ପାନୀୟ କିମ୍ବା କୃଷି କାର୍ଯ୍ୟ ପାଇଁ ଉପଯୁକ୍ତ ନୁହେଁ କାହିଁକି? ପୃଥିବୀର ଅଧିକାଂଶ ଜଳ ସମୁଦ୍ର ଜଳ ଅଟେ, ଯାହା ଲୁଣିଆ ହେତୁ ପିଇବା କିମ୍ବା କୃଷି କାର୍ଯ୍ୟ ପାଇଁ ଅନୁପଯୁକ୍ତ। ବର୍ଷା ଜଳ ନଦୀ ଓ ହ୍ରଦରେ ଥିବା ଜଳ ଏବଂ ଭୂତଳ ଜଳ ପରି ସ୍ୱଚ୍ଛ ପରିମାଣର ଜଳ ମଧୁର ଜଳ ଅଟେ। ଏହି ମଧୁର ଜଳ ପାନୀୟ ଓ କୃଷି କାର୍ଯ୍ୟ ଉପଯୋଗୀ। ତେଣୁ ପୃଥିବୀର ଅଧିକାଂଶ ଜଳ ପାନୀୟ କିମ୍ବା କୃଷି କାର୍ଯ୍ୟ ପାଇଁ ଉପଯୁକ୍ତ ନୁହେଁ। 3 ନମ୍ବର, ଜଳାଶୟ ନିକଟରେ ବହୁ ସଂଖ୍ୟକ ଜୀବ ବାସ କରନ୍ତି କାହିଁକି? ଜଳାଶୟ ନିକଟରେ ବହୁ ସଂଖ୍ୟକ ଜୀବ ବାସ କରନ୍ତି କାରଣ ସେମାନେ ବଞ୍ଚିବା ପାଇଁ ଜଳ ଆବଶ୍ୟକ କରିଥାନ୍ତି। ଉଭୟ ପ୍ରାଣୀ ଓ ଉଦ୍ଭିଦ ପିଇବା, ଶରୀରର ବୃଦ୍ଧି ଓ ଅନ୍ୟାନ୍ୟ ଜୀବନ ପ୍ରକ୍ରିୟା ପାଇଁ ଜଳ ଉପରେ ନିର୍ଭର କରିଥାନ୍ତି। ଏହାଛଡ଼ା ପୋଖରୀ, ନଦୀ ଓ ହ୍ରଦ ଭଳି ଜଳାଶୟ ପ୍ରାଣୀମାନଙ୍କୁ ବାସସ୍ଥାନ ଯୋଗାଇ ଦେଇଥାଏ। 4 ନମ୍ବର, ଯଦି ତୁମ ଅଞ୍ଚଳରେ 2 ବର୍ଷ ପର୍ଯ୍ୟନ୍ତ ବର୍ଷା ହେବ ନାହିଁ, ତେବେ କ'ଣ ହେବ? ଯଦି ଆମ ଅଞ୍ଚଳରେ 2 ବର୍ଷ ପର୍ଯ୍ୟନ୍ତ ବର୍ଷା ହେବ ନାହିଁ, ତେବେ ଜଳ ଅଭାବରେ ମରୁଡ଼ି ଦେଖାଦେବ। ପିଇବା ପାଇଁ, କୃଷି କାର୍ଯ୍ୟ ପାଇଁ ଏବଂ ଅନ୍ୟାନ୍ୟ ବ୍ୟବହାର ପାଇଁ ଘୋର ଜଳାଭାବ ଦେଖାଦେବ। ଉଦ୍ଭିଦ ଓ ପ୍ରାଣୀମାନେ ମରିଯିବେ। ଲୋକମାନେ ଜୀବନ ଧାରଣ ପାଇଁ ଯଥେଷ୍ଟ ପରିମାଣର ଖାଦ୍ୟ ପାଇବାରେ ଅସୁବିଧାର ସମ୍ମୁଖୀନ ହେବେ। 5 ନମ୍ବର, ସହର ବା ଜଙ୍ଗଲ ମଧ୍ୟରୁ କେଉଁ ସ୍ଥାନରେ ବର୍ଷା ଜଳ ଭୂତଳ ଜଳସ୍ତର ବୃଦ୍ଧି କରିବାରେ ସାହାଯ୍ୟ କରେ ଓ କାହିଁକି? ସହର ବା ଜଙ୍ଗଲ ମଧ୍ୟରୁ ଜଙ୍ଗଲରେ ବର୍ଷା ଜଳ ଭୂତଳ ଜଳସ୍ତର ବୃଦ୍ଧି କରିବାରେ ସାହାଯ୍ୟ କରେ, କାରଣ ଜଙ୍ଗଲରେ ବର୍ଷା ହେଲେ ଏହି ଜଳ ମାଟି ଓ ଗଛ ଦ୍ୱାରା ଶୋଷିତ ହୋଇଥାଏ, ଫଳରେ ଭୂତଳ ଜଳସ୍ତର ବୃଦ୍ଧି ହୋଇଯାଏ। କିନ୍ତୁ ସହରରେ ବର୍ଷା ଜଳ ସିମେଣ୍ଟ ଓ କଂକ୍ରିଟ ଆବରଣ ଯୋଗୁଁ ଶୋଷିତ ହୋଇ ନପାରି ବୋହିଯାଇଥାଏ। ତେଣୁ ସହରରେ ବର୍ଷା ଜଳ ମାଟି ଦ୍ୱାରା ଶୋଷିତ ହୋଇ ଭୂତଳ ଜଳସ୍ତର ବୃଦ୍ଧି କରିପାରେ ନାହିଁ। 6 ନମ୍ବର, ତୁମେ ଘରେ କିମ୍ବା ବିଦ୍ୟାଳୟରେ ନୂଆ ଉପାୟରେ ଜଳ ସଂରକ୍ଷଣ ପାଇଁ ଏକ ନକ୍ସା ପ୍ରସ୍ତୁତ କରିପାରିବ କି? ଏଥିରେ କ'ଣ ରଖିବ? ଘରେ କିମ୍ବା ବିଦ୍ୟାଳୟରେ
ଜଳ ସଂରକ୍ଷଣ କରି ଗଚ୍ଛିତ ରଖିବା ପାଇଁ ବର୍ଷା ଜଳ ଅମଳ ଉପାୟ ଅବଲମ୍ବନ କରାଯାଇଥାଏ। ଜଳ ଅପଚୟ ରୋକିବା ପାଇଁ ଆମେ ଜଳ ସଞ୍ଚୟକାରୀ ନଳ, ଶୌଚାଳୟ ବ୍ୟବହାର କରିବା ଏବଂ ବଗିଚାରେ କମ୍ ଜଳରେ ବଞ୍ଚୁଥିବା ଗଛ ଲଗାଇବା। ଘର ଧୁଆ ଓ ବାସନ ଧୁଆ ପାଣିକୁ ଗଛର ପାଣି ଦେବା ନିମିତ୍ତ ବ୍ୟବହାର କରିବା। 7 ନମ୍ବର, ଆସ କାଗଜ ଭାଙ୍ଗି ମାଛ ତିଆରି କରିବା। ଦିଆଯାଇଥିବା ସୋପାନଗୁଡ଼ିକୁ ଅନୁସରଣ କରିବା ଏବଂ ମାଛ ତିଆରି କରିବା।